ଗଞ୍ଜାମ ଜିଲ୍ଲା ଲୋକସଙ୍ଗୀତ ଓ ଲୋକନୃତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଶାର ଜଣେ ଶ୍ରେଷ୍ଠ କବି ରୂପେ ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ। ତାଙ୍କର ସଙ୍ଗୀତ ଗୁଡ଼ିକ ଅତି ଲୋକପ୍ରିୟ ଯେ ରାଜସଭାରେ ପଣ୍ଡିତମାନଙ୍କ ଠାରୁ ଆରମ୍ଭ କରି ପଥ ପ୍ରାନ୍ତର ପଥିକ ପର୍ଯ୍ୟନ୍ତ ସମସ୍ତଙ୍କ ମୁଖରେ ଉଦ୍ଭାସିତ ଓ ଚର୍ଚ୍ଚିତ। ଏହି କାରଣରୁ ଉତ୍କଳମଣି ସ୍ୱର୍ଗତ ଗୋପବନ୍ଧୁ ଦାସ କବିଙ୍କ ସମ୍ପର୍କରେ ଲେଖିଛନ୍ତି, ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ, ପଥେ ପାନ୍ଥ ହୃଷ୍ଟ ମନା, ବିଲେ ବୋଲେ ଚଷା ଅନ୍ତ ପୁରେ ଯୋଷା, ନୃତ୍ୟ ରଙ୍ଗେ ବାରାଙ୍ଗନା। ଏବେ ମଧ୍ୟ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରତ୍ୟେକ ପୁରପଲ୍ଲୀରେ ଭଞ୍ଜଙ୍କର ସଙ୍ଗୀତ ଗୁଡ଼ିକ ବଞ୍ଚି ରହିଛି। ପ୍ରାୟ 40-50 ବର୍ଷ ପୂର୍ବେ ଏହି ଅଞ୍ଚଳ ଗୁଡ଼ିକରେ ସଖୀନାଚ ଏକ ଲୋକପ୍ରିୟ ନୃତ୍ୟ ଥିଲା। ଏହାକୁ ଲୋକନୃତ୍ୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଏହି ନୃତ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରସିଦ୍ଧ ଜଗନ୍ନାଥ ଜଣାଣ, ମାନ ଉଦାହରଣ କରହେ ତାରଣ, ରାଧାକୃଷ୍ଣ ପ୍ରେମ ସମ୍ବନ୍ଧୀୟ ସଙ୍ଗୀତ, ମଲ୍ଲିମାଳ ଶ୍ୟାମକୁ ଦେବି, ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ ଏବଂ ଲୋକପ୍ରିୟ ସଙ୍ଗୀତ ଆଜ ଦେଖିଲି ରେ ନବୀନ ବୟସୀ ବାଳା ପ୍ରଭୃତି ସଙ୍ଗୀତ ଗୁଡ଼ିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରୁଥିଲେ। ସଖୀନାଚ ଗଞ୍ଜାମର ବିଭିନ୍ନ ଗଡ଼ଜାତରେ ଥିବା ରାଜାମାନଙ୍କ ଅମଳରୁ ଲୋକପ୍ରିୟ ଲୋକନୃତ୍ୟ ରୂପେ ପ୍ରଚଳିତ ହୋଇ ଆସୁଛି। ଓଡ଼ିଶାରେ ଓଡ଼ିଶୀ ନୃତ୍ୟର ପ୍ରସାରଣ ପରେ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ଓଡ଼ିଶା ବାହାରେ ଏବଂ ଭାରତ ବାହାରେ ମଧ୍ୟ ନୃତ୍ୟ ମାଧ୍ୟମରେ ପରିବେଷଣ ହେଉଛି। ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ କାବ୍ୟର ବିତଳକୁ ଆଲିଙ୍ଗନ, ବିଭୂଷଣ ପୁଷ୍ପେ ଜାକାନ୍ତି ଜାଣୁ ପ୍ରଭୃତି ସଙ୍ଗୀତ ଗୁଡ଼ିକ ଗଞ୍ଜାମ ଜିଲ୍ଲାର ଘରେ ଘରେ ପରିଚିତ। ଉପଯୁକ୍ତ ସ୍ୱର, ଲୟ, ତାଳ ଦ୍ୱାରା ସବୁ ଅଞ୍ଚଳରେ ଏହା ଗାନ କରାଯାଏ। ଲୋକନୃତ୍ୟ, ପାଲା, ଦାସକାଠିଆ, ଘୁଡୁକି ନାଚରେ ମଧ୍ୟ ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଏ। ଏଗୁଡ଼ିକ ମଧ୍ୟରୁ ମୋ ବୈଦେହୀଶ ବିଳାସ କାବ୍ୟର ନବମ ଛାନ୍ଦରେ ବର୍ଣ୍ଣିତ ବିତଳକୁ ଆଲିଙ୍ଗନ କାବ୍ୟାଂଶଟିର ପ୍ରଥମ 4 ପଦ ଗାନ କରୁଛି। বিতলকু আলিঙ্গন করি জান বিশোভন, হরিসুর বর তাপ চারুধরস, বহে মকর কীর্তন উচ্ছন রতি সমান, পূরিত হইছি পুনি অশেষ
ଉକ୍ତ ସଙ୍ଗୀତଟି ଓଡ଼ିଆ ପାଠ୍ୟପୁସ୍ତକରେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସ୍ଥାନ ପାଇଲେ ଛାତ୍ରଛାତ୍ରୀମାନଙ୍କ ନିମ୍ନଲିଖିତ ଶିକ୍ଷଣ ଫଳାଫଳ ଗୁଡ଼ିକ ଉପଲବ୍ଧ ହୋଇପାରିବ। ନିଜ ପରିବେଶରେ ଥିବା ଲୋକଗୀତ ଓ ଲୋକନୃତ୍ୟ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଭାଷାର ପ୍ରାଚୀନତା, ଗୁଣାତ୍ମକତା, ବ୍ୟବସ୍ଥା, ଢଙ୍ଗ ଉପରେ ଦୃଷ୍ଟି ଦେଇ ବିଶ୍ଳେଷଣ କରିବେ, ଯେପରି କବିତାର ସ୍ୱର, ଲୟ, ତାଳକୁ ଦୃଷ୍ଟି ରଖି ଆବୃତ୍ତି କରିବା ଶିଖିବେ। ନୂଆ ଶବ୍ଦ ଶିଖିବା ପ୍ରତି ଜିଜ୍ଞାସା ପ୍ରକାଶ କରିବେ। ବିବିଧ କଳା ମଧ୍ୟରୁ ସଙ୍ଗୀତ କଳା ଓ ସେଥିରେ ବ୍ୟବହୃତ ଭାଷାକୁ ଜାଣିବେ। କବିତା ପଢ଼ିବା ସଙ୍ଗେ ସଙ୍ଗେ କବିତା ଲେଖିବାର ବିଭିନ୍ନ ତରିକା ଓ ଶୈଳୀକୁ ଚିହ୍ନିବେ। କବିତାରେ ବର୍ଣ୍ଣନାତ୍ମକ, ଭାବାତ୍ମକ ଓ ପ୍ରକୃତି ଚିତ୍ରଣ ଇତ୍ୟାଦି ବିଷୟ ସହିତ ପରିଚିତ ହେବେ। ସଙ୍ଗୀତ ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି ହେବା ସଙ୍ଗେ ସଙ୍ଗେ କବିତାର ରସ ଆସ୍ୱାଦନ କରିପାରିବେ। କବିତାଟିର ଆଗକୁ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ ଆମର ପୁରାତନ ସଂସ୍କୃତି, ସାମାଜିକ ବ୍ୟବସ୍ଥା ବିଷୟରେ ଜାଣିପାରିବେ। ନମସ୍କାର, ଧନ୍ୟବାଦ। ନମସ୍କାର, ଜୟ ଜଗନ୍ନାଥ। ଆଜି ଆମ ଗହଣରେ ଅଛନ୍ତି ଭଞ୍ଜ ସଙ୍ଗୀତ ସାଧନ କରୁଥିବା ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ। ସେ ହେଉଛନ୍ତି ଶ୍ରୀମତୀ ଜ୍ୟୋତ୍ସ୍ନା କୁମାରୀ ଦେବୀ। ସେ ବର୍ତ୍ତମାନ ବିଞ୍ଜିଗିରି ଅପର ପ୍ରାଇମେରୀ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ହିସାବରେ କାର୍ଯ୍ୟରତ ଅଛନ୍ତି। ଆସନ୍ତୁ ଆଜି ଆମେ ତାଙ୍କ ମୁଖରୁ ଭଞ୍ଜ ସଙ୍ଗୀତ ସାଧନାର କିଛି ଅନୁଭୂତି ବିଷୟରେ ଜାଣିବା। ନମସ୍କାର, ଆପଣ ଭଞ୍ଜ ସାହିତ୍ୟ ସାଧନା କେତେ ବର୍ଷ ଧରି କରି ଆସୁଛନ୍ତି? ଭଞ୍ଜ ସଙ୍ଗୀତ ଉପରେ ବର୍ତ୍ତମାନ ମୁଁ 11 ବର୍ଷ ହେଲା ସାଧନା କରି ଆସିଛି। କିନ୍ତୁ ପୂର୍ବରୁ ମୁଁ ଭଜନ, ଜଣାଣ, ଦେଶାତ୍ମକ ସଙ୍ଗୀତ ଏସବୁ ଉପରେ ମୋର ଜ୍ଞାନ ଥିଲା। ଭଞ୍ଜ ସଙ୍ଗୀତ, ଓଡ଼ିଶୀ ସଙ୍ଗୀତ ଏସବୁ ଉପରେ ମୋର ବିଶେଷ ଜ୍ଞାନ ନଥିଲା। ତାର ଗାୟନ ଶୈଳୀ, ଶାସ୍ତ୍ରୀୟ ସଙ୍ଗୀତ ଯେପରି ଗାୟନ କରାଯାଏ ସେଇ ନୀତି ନିୟମ ଉପରେ ମୋର ଧ୍ୟାନ ନଥିଲା। ବର୍ତ୍ତମାନ 11 ବର୍ଷ ହେଲାଣି ମୁଁ ସାଧନା ଜାରି ରଖିଛି। ବର୍ତ୍ତମାନ ମ୍ୟାମ୍, ଆମ ଶ୍ରୋତାମାନଙ୍କ ଆପଣଙ୍କ ମୁହଁରୁ ସେଇ ଶାସ୍ତ୍ରୀୟ ସଙ୍ଗୀତ ଟିକେ ଦୁଇ ପଦ ଗାଇ ଶୁଣେଇଲେ ସମସ୍ତେ ଟିକେ ଖୁସି ହେବେ। ମ୍ୟାମ୍, ଅତି ସୁନ୍ଦର ଥିଲେ ଭଜନଟି। ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଏଠାକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତୁମମାନଙ୍କୁ ବି ଧନ୍ୟବାଦ। ତୁମମାନେ ଯେଉଁ ଏଇ ଭଞ୍ଜଙ୍କ ଉପରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛ, ବିଶେଷ ତୁମମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ। ମୁଁ ଅନ୍ତର ସହିତ ମୁଁ ଧନ୍ୟବାଦ କରୁଛି।